ପିଲାମାନେ ତୁମେମାନେ ତ ବାପା ମାଙ୍କ ସହିତ ଯାତ୍ରା ଦେଖିବାକୁ ଯାଉଥିବ। ଆଜି ଆମେ ଗୋଟିଏ ବେଙ୍ଗୁଲି ଛୁଆ ତା ମା ସହିତ ଯାତ୍ରାକୁ ଯାଇ କ'ଣ କ'ଣ ସବୁ ଦେଖିଲା ସେହି ବିଷୟରେ ଗୋଟିଏ ସୁନ୍ଦର କାହାଣୀଟିଏ ଶୁଣିବା। କାହାଣୀଟିର ନାଁ ହେଲା ବେଙ୍ଗୁଲି ଛୁଆର ଯାତ୍ରା ଦେଖା। ଆଷାଢ଼ ମାସ, କଅଁଳିଆ ଘାସ ଗାଲିଚା ଓ ସବୁଜ ଡାଳପତ୍ରରେ ଧରଣୀ ରାଣୀ ସୁନ୍ଦର ଦେଖାଯାଉଥାଏ। ବରଷା ପାଣିରେ କୂଅ ଓ ପୋଖରୀ ଧୀରେ ଧୀରେ ପୂରି ଆସୁଥାଏ। ପୋଖରୀ ହୁଡ଼ାକୁ ଲାଗି ସାରୁବୁଦାଟିଏ, ସେଇ ସାରୁବୁଦା ମୂଳେ ବେଙ୍ଗୁଲିଟିଏ ତା ଛୁଆ ସହିତ ରହୁଥାଏ। ଦିନେ ଛୁଆଟି ବହୁତ ଲୋକ ଯିବା ଆସିବା କରୁଥିବାର ଦେଖିଲା। ସେ ତା ମାଆକୁ ଯାଇ କହିଲା, ମାଲୋ ମା, ଦେଖିଲୁ। ବେଙ୍ଗୁଲି କହିଲା, କ'ଣ ଦେଖିବି? ଛୁଆ କହିଲା, ଦେଖିଲୁ ଏତେ ଲୋକ ସଜବାଜ ହୋଇ ଆଜି କୁଆଡ଼େ ଯାଉଛନ୍ତି? ବେଙ୍ଗୁଲି କହିଲା, ଆଲୋ ମା, ଆଜି ହେଉଛି ରଥଯାତ୍ରା, ସେଥିପାଇଁ ସମସ୍ତେ ସଜବାଜ ହୋଇ ଯାଉଛନ୍ତି। ଛୁଆ ବେଙ୍ଗ ପୁଣି ପଚାରିଲା, ମାଲୋ ମା, ରଥଯାତ୍ରା କ'ଣ? ସେଇଠି କ'ଣ ହୁଏ? ମୋତେ ତୁ ଦେଖାଇ ନେବୁ? ବେଙ୍ଗୁଲି କହିଲା, ଠିକ୍ ଅଛି, ତୁ ଶୀଘ୍ର ସଜ ହୋଇଯା, ତୋତେ ମୁଁ ମୋ ପିଠିରେ ବସାଇ ରଥଯାତ୍ରା ଦେଖାଇ ନେବି। ଛୁଆ ବେଙ୍ଗର ଖୁସି କହିଲେ ନ ସରେ। ମୁହଁ ହାତ ଧୋଇ ହେଲା, ନାଲି ଫିତା ନାଲି ଚୁଡ଼ି ପିନ୍ଧିଲା, ନୂଆ ଜାମା ପିନ୍ଧିଲା। ତାପରେ ବେଙ୍ଗୁଲି ଛୁଆଟିକୁ ତା ମା ପିଠିରେ ବସାଇଲା। ରାସ୍ତା କଡ଼େ କଡ଼େ ଲୋକମାନଙ୍କର ପଛେ ପଛେ ସହରକୁ ଗଲା। ସହରରେ ପହଞ୍ଚି ବେଙ୍ଗୁଲି ରଥ ଆଗରେ ଛୁଆକୁ ପିଠିରୁ ଓହ୍ଲାଇଲା। ତିନି ରଥକୁ ଛୁଆ ବେଙ୍ଗକୁ ଦେଖାଇ କହିଲା, ଏଇ ଦେଖେ, ତିନୋଟି ରଥ। ତିନି ରଥରେ ତିନି ଠାକୁର ବସିଛନ୍ତି। ଆଗ ରଥରେ ବସିଛନ୍ତି ପ୍ରଭୁ ବଳଭଦ୍ର। ତାଙ୍କ ରଥର ନାମ ହେଲା ତାଳଧ୍ୱଜ। ମଝି ରଥର ନାମ ଦେବଦଳନ, ସେଥିରେ ତାଙ୍କ ଭଉଣୀ ସୁଭଦ୍ରା ବସିଛନ୍ତି। ଆଉ ପଛ ରଥର ନାମ ନନ୍ଦିଘୋଷ। ଏ ରଥ ପ୍ରଭୁ ଜଗନ୍ନାଥଙ୍କର। ଆ ମା, ରଥମାନଙ୍କୁ ଛୁଇଁ ପ୍ରଣାମ କରିବା। ତାପରେ ମା ବେଙ୍ଗ ଓ ଛୁଆ ବେଙ୍ଗ ତିନି ରଥକୁ ପ୍ରଣାମ କଲେ। ତାପରେ ମା ବେଙ୍ଗ ଛୁଆକୁ କେତେ ଦୋକାନ ବଜାର ବୁଲେଇ ବୁଲେଇ ଦେଖାଇଲା। ଦୋକାନରେ ନାନା ରକମର କଣ୍ଢେଇ, ବେଲୁନ, ପେଁକାଳି, ତୁରୀ, ମହୁରୀ, ଝୁମୁକା ଓ ବାଜା କିଣିଦେଲା। ବେଙ୍ଗ ଛୁଆର ଖୁସି କହିଲେ ନ ସରେ। ସେ ବେଲୁନ ଉଡ଼େଇ ଉଡ଼େଇ, ତୁରୀ ବଜେଇ ବଜେଇ, ନାଚି ନାଚିକା ମା ସହିତ ସାରୁ ଗଛ ମୂଳକୁ ଫେରିଗଲା। ଗପଟି ଭଲ ଲାଗିଲା ତ? ସମସ୍ତେ ଶୁଣିବା।